ଜଗନ୍ନାଥ ଆଜି ଗୋଟେ କଥା କହିବି, ଆପଣ ଦୟାକରି ଶେଷ ଯାଏଁ ଶୁଣିବେ। ମୋତେ କମେଣ୍ଟ ଜଣେ ଆପଣ କେମିତି ଲାଗିଲା। ଜଣେ ଧନୀ ବ୍ୟକ୍ତି ଥିଲେ, ଜଣେ ବିଜନେସମ୍ୟାନ୍ ଥିଲେ, ଧନୀ ବ୍ୟକ୍ତି ଜଣେ ଥିଲେ। 40-42 ବର୍ଷ ତାଙ୍କୁ ହେଇଥାଏ, ବହୁତ ଷ୍ଟ୍ରଗଲ୍ ସେ କରିଥାନ୍ତି। 30-35 ବର୍ଷରୁ ସବୁ କିଛି ଲାଗିଲୁଗି ସେ 40-42 ବର୍ଷ ହେଇଥାଏ, ସବୁ କିଛି କରିଥାନ୍ତି। ତ ଯେତେବେଳେ ତାଙ୍କୁ 40-42 ବର୍ଷ ହେଇଥିଲା, ସେତେବେଳେ ତାଙ୍କୁ ବହୁତ ଅପସନ୍ ଆସୁଥିଲା। ସାଙ୍ଗମାନେ ଯାଉଥିଲେ ବୁଲାବୁଲି କରିବା ପାଇଁ, ଏନ୍ଜୟ କରୁଥିଲେ, ଫ୍ୟାମିଲି ସାଙ୍ଗେ ଟାଇମ୍ ସ୍ପେଣ୍ଡ କରୁଥିଲେ, ସବୁ କିଛି କରୁଥିଲେ। କିନ୍ତୁ ସେ କିଛି କରୁନଥିଲେ ସେ ସମୟରେ, କାରଣ ତାଙ୍କର ଫୋକସ୍ ଥିଲା ଓନ୍ଲି ବିଜନେସ୍ ମୁଁ କେମିତି ଗ୍ରୋଥ୍ କରିବି, ଓନ୍ଲି ବିଜନେସ୍ କେମିତି ଦେଖିବି, ସେଠି ଫୋକସ୍ ଥିଲା। ସେ ଆଉ କିଛି କରୁନଥିଲେ। ମାନେ ତାଙ୍କର ବିଜନେସ୍, ତାଙ୍କ ପଇସାରେ ତାଙ୍କ ସମୟ ଥିଲା, ସେ ଆଉ କିଛି ବୁଝିପାରୁନଥିଲେ। ତ ତାଙ୍କୁ ଭାବୁଥିଲେ ସେ କ'ଣ, ମୁଁ ଠିକ୍ 55 ବର୍ଷ ପରେ ସେତେବେଳେ ଯିବି, ଲାଇଫ୍ ଏନ୍ଜୟ କରିବି, ବୁଲାବୁଲି କରିବି, ଫ୍ୟାମିଲିକୁ ଟାଇମ୍ ଦେବି, ସେତେବେଳେ ସବୁ ଜିନିଷ କରିପାରିବି। ଜଷ୍ଟ ମୋତେ 45-46 ଇୟର୍ସ ହେଇଥାଏ, ସେତିକିବେଳକୁ ତାଙ୍କ ଲାଷ୍ଟ ଷ୍ଟେଜ୍ ଆସିଗଲା। ଜମା ଆସି ପହଞ୍ଚିଗଲେ ଯେ ଆଜ୍ଞା ଆପଣଙ୍କ ସମୟ ହେଇଗଲା, ଆପଣ ଚାଲନ୍ତୁ, ଆପଣଙ୍କର ଲାଷ୍ଟ ଟାଇମ୍ ଆସିଗଲା। ସେ ଖରାବେଳେ ଶୋଇଥାନ୍ତି, 3-4ଟା ବେଳେ ହେଇଥାଏ। କହିଲେ ଆଜ୍ଞା ମୁଁ ତ ଜୀବନରେ କିଛି କରିନି, ମୋର କେତେ କେଉଁଠି ପଇସା ପଡ଼ୁଛି, କ'ଣ ଅଛି ମୁଁ କିଛି ଜାଣିନି, କେଉଁ ଆକାଉଣ୍ଟରେ କ'ଣ ପଇସା ଅଛି, ତାପରେ କେତେ କ୍ୟାସ୍ ଅଛି, କ'ଣ ଅଛି ମୁଁ କିଛି ଜାଣିନି, କେମିତି କ'ଣ ମୋତେ ଆଟଲିଷ୍ଟ ସମୟ ଦିଅନ୍ତୁ, କେତେ ଟଙ୍କା କ'ଣ ଅଛି କ'ଣ ନାହିଁ ମୁଁ ଟିକେ କାହାକୁ ଜଣେଇଦିଏ, କ'ଣ କରେ, ତାପରେ ମୋ କେତେ ସଂସ୍ଥା ଅଛି, କେତେ ବିଜନେସ୍ ଅଛି, ମୁଁ କେଉଁଠି ଦେଖାଦେଖି କରି ଆସିବି, କ'ଣ କରି ଆସିବି, ସ୍ୱାମୀ ଦିଅନ୍ତୁ। ଜମା କହିଲେ ନା ସେମିତି ହେଇପାରିବନି, ଆପଣ ଟାଇମ୍ ଆପଣ ଚାଲନ୍ତୁ, ସମୟ ନାହିଁ ଚାଲନ୍ତୁ। କହିଲେ ଆଜ୍ଞା ଗୋଟେ କାମ କରନ୍ତୁ, ମୁଁ 5 ଲକ୍ଷ ଟଙ୍କା ଦେଉଛି, 5 ଲକ୍ଷ ଟଙ୍କା ମୋତେ ଓନ୍ଲି ଗୋଟେ ଦିନ ମୋତେ ସମୟ ଦିଅନ୍ତୁ। ମୁଁ ଗୋଟେ ଦିନରେ ବାସ୍ ଯିବି, ଖାଲି ସବୁ ଯେତେ ସଂସ୍ଥା ମୋର ସବୁ ସଂସ୍ଥାମାନଙ୍କ ସାଙ୍ଗେ କଥା ହେଇଯିବି, ମୁଁ ସମସ୍ତଙ୍କୁ ସବୁ ଦାୟିତ୍ୱ ଦେଇଦେବି, ପଇସା ପତ୍ର ଯାହା ଯେଉଁଟା ସମସ୍ତଙ୍କୁ ସବୁ ମାନେ କ୍ଲିୟର୍ କରିଦେଇକିନା ମୁଁ ପଛେ ପଛେ ଆପଣ ମରିଯିବି। କହିଲେ ନା ନା ଯେଉଁ ମନା କରିବ, କାରଣ ମୋ ଟାଇମ୍ ୱେଷ୍ଟ ଆପଣ କରୁଛନ୍ତି ଆଜ୍ଞା, ସେମିତି ହୁଏନି, ଆପଣ ସମୟ ହେଲାନି, ଆପଣ ଚାଲନ୍ତୁ, ସେମିତି ହେଇପାରିବନି। ମୁଁ ଗୋଟେ କାମ କରିଦେବେ, ମୋତେ ଓନ୍ଲି 8 ଘଣ୍ଟା ସମୟ ଦିଅନ୍ତୁ। 8 ଘଣ୍ଟା, ମୁଁ 4ଟା ବାଜିଛି, ମୋତେ ଆପଣ 12ଟା ପର୍ଯ୍ୟନ୍ତ 8 ଘଣ୍ଟା ସମୟ ଦିଅନ୍ତୁ। ଆଟଲିଷ୍ଟ ମୁଁ ଯେଉଁ ସମୟଟା ମୋ ଫ୍ୟାମିଲି ସାଙ୍ଗରେ ମୁଁ ଟାଇମ୍ ସ୍ପେଣ୍ଡ କରିନି, ମୋ ସ୍ତ୍ରୀ ସାଙ୍ଗରେ, ମୋ ପିଲାଙ୍କ ସାଙ୍ଗରେ ମୁଁ କାହା ସାଙ୍ଗେ ଟାଇମ୍ ସ୍ପେଣ୍ଡ କରିନି, ମୁଁ ସେତିକି ସମୟ ସେତିକି ମୁଁ ଟାଇମ୍ ସ୍ପେଣ୍ଡ କରିଦେଇ ପଳେଇବି। ମୁଁ କହିଲି ନା ନା ଆଜ୍ଞା ଆପଣ ଟାଇମ୍ ୱେଷ୍ଟ କରୁଛନ୍ତି, ଆପଣ ସେମିତି କୁହନ୍ତୁନି, ଆପଣ ସମୟ ନାହିଁ ଚାଲନ୍ତୁ। ତାପରେ ଲାଷ୍ଟକୁ କହିଲେ ଆଜ୍ଞା ଆପଣଙ୍କୁ 10 କୋଟି ଟଙ୍କା ଦେବ, ସବୁ ସମ୍ପତ୍ତି, ସବୁ ପଇସା ପତ୍ର ସବୁ ନେଇଯାଆନ୍ତୁ, ମୋତେ ବସ୍ 10 ମିନିଟ୍ କି 15 ମିନିଟ୍ ଦିଅନ୍ତୁ, ମୁଁ ଗୋଟେ ଚିଠି ଖାଲି ଲେଖିକିନା ମରିବି, ସେତିକି ମୋ ସମୟ ପଇସା, ଆଉ କିଛି ଦରକାର ନାହିଁ। ଇମୋସନାଲ୍ ଜମ ହେଇଗଲେ, ମୁଁ କହିଲେ କ'ଣ ହେଲା କହୁଛ, ଛାଡ଼ ଗୋଟେ ଲେଖି ଚାଲ। ଧନ୍ୟବାଦ ଏତିକି ଲେଖିଲେ ଯେ ମୋ ଜୀବନ ସାରା ମୁଁ ଓନ୍ଲି ପଇସା ପଛରେ ଦୌଡ଼ିଲି, ମୁଁ ଓନ୍ଲି ମୋ ବିଜନେସ୍ ପଛରେ ଦୌଡ଼ିଲି, ମୁଁ କେବେ କେଉଁ ମାନେ ଗରିବ ଲୋକର ହେଲ୍ପ କରିନି, କି କେବେ ମୁଁ ମୋ ଫ୍ୟାମିଲି ସାଙ୍ଗେ ଟାଇମ୍ ସ୍ପେଣ୍ଡ କରିନି, କି କେବେ ମୋ ପିଲା ଛୁଆଙ୍କ ସାଙ୍ଗେ ଟାଇମ୍ ସ୍ପେଣ୍ଡ କରିନି, କି ମୁଁ କିଛି ବି କରିନି। ତ ମୁଁ ଚାହୁଁଛି ଯେଉଁ ଚିଠି ମୋ ଯେଉଁମାନେ ପଢ଼ୁଛନ୍ତି, ଆଟଲିଷ୍ଟ ସେମାନେ ଯେତେବେଳେ ବିଜନେସ୍ କରୁଛନ୍ତି, ଚାକିରି କରୁଛନ୍ତି, ଯାହା ବି କରନ୍ତୁ, ଆଟଲିଷ୍ଟ ସେମାନେ ସେ ସମୟ ଭିତରେ ତା ଲାଇଫ୍କୁ ଏନ୍ଜୟ କରନ୍ତୁ, ଫ୍ୟାମିଲିକି ସମୟ ଦିଅନ୍ତୁ ଏବଂ ସବୁକିଛି କରନ୍ତୁ। ନହେଲେ ମୋ ଭଳି ଆପଣ କିଛି ନ କରିପାରି ମରିଯିବେ। କାରଣ ମୋ ପାଖରେ ଏତେ ଟଙ୍କା ଥାଇକି ବି, ମୋ ପାଖରେ ଲକ୍ଷ ଲକ୍ଷ ଟଙ୍କା, କୋଟି କୋଟି ଟଙ୍କା ଥାଇକି ବି ସେ ପଇସା କିଛି କାମରେ ଲାଗିଲାନି, ଗୋଟେ ଟଙ୍କା ହିଁ ମୋ ସାଙ୍ଗରେ ନେଇପାରିଲିନି, କିଛି ବି ନେଇପାରିଲିନି, ଓନ୍ଲି ମୁଁ ନିଜେ ମରୁଛି, ନିଜେ ଯାଉଛି। ତେଣୁକରି ଏ ଥିଲା କଥାଟି। ଯଦି ଆପଣଙ୍କୁ ଭଲ ଲାଗିଥିବ, ଆପଣ ଯଦି ବୁଝିପାରିଥିବେ ଆଜିରେ, ତ ପ୍ଲିଜ୍ କମେଣ୍ଟ କରି ମୋତେ ଜଣାଇବେ। ରହିଲି, ଜୟ ଜଗନ୍ନାଥ।